ସମସ୍ତେ ଧ୍ୟାନ ଦେଇକି ଭିଡ଼ିଓଟି ଦେଖନ୍ତୁ, କାରଣ ଜୀବନରେ କାମରେ ଆସିବା ପରି ବଛା ବଛା ଘରୋଇ ଉପଚାର ଜାଣିବା ଆସନ୍ତୁ। ଟିପ୍ସ ନମ୍ବର 1, ଦହି ସହିତ ଗୋଲମରିଚ ଗୁଣ୍ଡ ଓ କଳା ଲୁଣ ମିଶାଇ ପିଇବା ଦ୍ୱାରା କିଛି ଦିନ ଭିତରେ ମୋଟାପା ଦୂର ହୋଇଥାଏ। ନେକ୍ସଟ, ଯଦି ଆପଣ ପୋଦିନା ପତ୍ରକୁ ଶୁଖାଇକି ତାକୁ ଗୁଣ୍ଡ କରି ପ୍ରତିଦିନ 1 ଚାମଚ ସେବନ କରିବେ, ତେବେ ଏହାଦ୍ୱାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। ନେକ୍ସଟ, ଯଦି ଅତ୍ୟଧିକ ଥଣ୍ଡା କାଶ ହୋଇଥାଏ, ତେବେ ଟିକିଏ ସୋରିଷ ତେଲରେ 2ରୁ 4 କୋଲା ରସୁଣ ପକାଇକି ତାକୁ ଫୁଟାଇକି ପାଦରେ ଓ ଗଳାରେ ଭଲରେ ମାଲିସ କରନ୍ତୁ। ଏମିତି କରିବା ଦ୍ୱାରା ଥଣ୍ଡା କାଶରୁ ଶୀଘ୍ର ମୁକ୍ତି ମିଳିଥାଏ। ନେକ୍ସଟ, ଯଦି ହଠାତ୍ ଆଘାତ ହୋଇକି ଖଣ୍ଡିଆ ହୋଇଯାଏ, ତେବେ ଆପଣ ତୁରନ୍ତ ସେହି ସ୍ଥାନକୁ ଫିଟିକିରି ପାଣିରେ ଧୋଇକି ତାକୁ ସଫା କପଡ଼ାରେ ପୋଛି ଦିଅନ୍ତୁ। ସେହି ସ୍ଥାନରେ ଫିଟିକିରି ଗୁଣ୍ଡ ଲଗାଇ ଦିଅନ୍ତୁ। ଏହାଦ୍ୱାରା ରକ୍ତ ବାହାରିବା ବନ୍ଦ ହୋଇଯାଏ। ନେକ୍ସଟ, ଶରୀର ଯଦି ନିଆଁ କିମ୍ବା ଗରମ ତେଲରେ ପୋଡ଼ିଯାଏ, ତେବେ ଆପଣ ତୁରନ୍ତ ଟୁଥପେଷ୍ଟ ସେହି ସ୍ଥାନରେ ମାରିଦିଅନ୍ତୁ। ଏମିତି କରିବା ଦ୍ୱାରା ଆରାମ ମିଳିଥାଏ। ନେକ୍ସଟ, ଚେହେରାର ଦାଗ ଦୂର କରିବା ପାଇଁ ପାଚିଲା ଅମୃତଭଣ୍ଡା ସହିତ ବେସନ ମିଶାଇ ଲଗାଇବା ଦ୍ୱାରା ଚେହେରାର ସବୁ ଦାଗ ଦୂର ହୋଇଥାଏ। ସାଙ୍ଗମାନେ, ଯେଉଁମାନଙ୍କୁ ଭିଡ଼ିଓଟି ଭଲ ଲାଗୁଛି ନିହାତି ଭାବରେ ଗୋଟେ ଲାଇକ୍ କରିଦେବେ। ନେକ୍ସଟ ଜାଣିବା ଆସନ୍ତୁ, ଯେଉଁମାନେ ଶ୍ୱାସ ରୋଗୀ ସେମାନେ 2 ଚାମଚ ଅଦା ରସ ସହିତ ପାଚିଲା ଲେମ୍ବୁ ରସ 1 ଚାମଚ ଏବଂ ସେଥିରେ 2 ଚାମଚ ଗରମ ପାଣିରେ ମିଶାଇ କିଛି ଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ। ଏମିତି କରିବା ଦ୍ୱାରା ଶ୍ୱାସ ରୋଗ ଜଲ୍ଦି ଭଲ ହୋଇଥାଏ। ନେକ୍ସଟ, ପେଟ ଯଦି ବାରମ୍ବାର ଗରମ ହେଉଥାଏ, ତେବେ ଆପଣ ତରଭୁଜ, ପଖାଳ ଭାତ ଏବଂ କାକୁଡ଼ି ଆଦିକୁ ସେବନ କରିପାରିବେ। ଏହାଦ୍ୱାରା ପେଟ ଗରମରୁ ମୁକ୍ତି ମିଳିଥାଏ, ପେଟ ଥଣ୍ଡା ରହିଥାଏ। ନେକ୍ସଟ, ଯଦି ଆଖି ଜଳାପୋଡ଼ା ହେଉଥାଏ, ତେବେ ଆପଣ ଥଣ୍ଡା ପାଣିରେ କିଛି ସମୟ ପର୍ଯ୍ୟନ୍ତ ଆଖିରେ ପାଣି ଛିଟା ମାରନ୍ତୁ। ଏମିତି କରିବା ଦ୍ୱାରା ଆଖିର ଜଳାପୋଡ଼ା ବନ୍ଦ ହୋଇଯାଇଥାଏ। ନେକ୍ସଟ, ଯେଉଁମାନଙ୍କୁ ଗାଈ କ୍ଷୀର ପିଇବା ପାଇଁ ଭଲ ଲାଗେ ନାହିଁ, ସେମାନେ ସୋୟାବିନ୍ ସେବନ କରନ୍ତୁ, କାରଣ ସୋୟାବିନ୍ରେ ପ୍ରଚୁର ମାତ୍ରାରେ ଆଇରନ୍ ରହିଥାଏ। ନେକ୍ସଟ, ଯଦି ଆପଣଙ୍କ ଚୁଟିକୁ ଶୀଘ୍ର ବଢ଼ାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣ ନିୟମିତ ରୂପରେ ଶାଗ ସେବନ କରନ୍ତୁ, କାରଣ ଶାଗ ଚୁଟିକୁ କଳା, ଘନ ଏବଂ ଲମ୍ବା କରିବାରେ ସାହାଯ୍ୟ କରିଥାଏ। ନେକ୍ସଟ, ଯଦି ଆପଣଙ୍କ ଶରୀରରେ ଏଲର୍ଜି ରହୁଛି, ତେବେ ଆପଣ ନିଜ ଖାଦ୍ୟରେ ଅଣ୍ଡା ଏବଂ ଲୁଣି ଶୁଖୁଆକୁ କମରୁ ଅତି କମ୍ ବ୍ୟବହାର କରନ୍ତୁ, କାରଣ ଅଣ୍ଡା ଓ ଶୁଖୁଆ ପାଇଁ ଆଲର୍ଜି ଅଧିକ ବଢ଼ିଥାଏ। ନେକ୍ସଟ, ଖାଦ୍ୟ ସେବନ କରିବା ସମୟରେ ଯଦି ହାକୁଟି ଆସିଯାଏ, ତେବେ ଜାଣନ୍ତୁ ଯେ ଏହା ଖାଦ୍ୟ ସମ୍ପୂର୍ଣ୍ଣ ହେଲା, ତା ଉପରେ ଆଉ ଖାଦ୍ୟ ସେବନ କରନ୍ତୁ ନାହିଁ। ସାଙ୍ଗମାନେ, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ନିହାତି କମେଣ୍ଟରେ ଥରୁଟିଏ ଜୟ ଜଗନ୍ନାଥ ବୋଲି ଲେଖିଦିଅନ୍ତୁ। ସକାଳୁ ଚା କଫି ସେବନ କରିବାରୁ ଦୂରେଇ ରୁହନ୍ତୁ। ଏହାଦ୍ୱାରା ପେଟରେ ଗ୍ୟାସ୍ ହୋଇଥାଏ ଏବଂ ଭୋକ ମଧ୍ୟ ହୋଇନଥାଏ। ନେକ୍ସଟ, ଲେମ୍ବୁ ଚୋପାକୁ ନ ଫୋପାଡ଼ି ତାକୁ ବୋତଲ ଭିତରେ ରଖନ୍ତୁ। ଏହାଦ୍ୱାରା ବୋତଲ ସଫା ହୋଇଯାଇଥାଏ। ଅନ୍ୟ କାହା ଦ୍ୱାରା କାମ ନ କରାଇ ନିଜ କାମ ନିଜେ କରିବା ପାଇଁ ଚେଷ୍ଟା କରନ୍ତୁ, ଯାହାଫଳରେ ଆପଣଙ୍କ ଶରୀରର ଫୁର୍ତ୍ତି ରହିବା ସହିତ ଏବଂ ଶରୀର ମଧ୍ୟ ସୁସ୍ଥ ରହିଥାଏ। ନେକ୍ସଟ, ଯଦି ଆପଣଙ୍କ ମନ ବିରକ୍ତ ଲାଗୁଥାଏ, କିଛି ବି ଭଲ ଲାଗୁନଥାଏ, ତେବେ ଆପଣ ମଧୁର ସଙ୍ଗୀତ ବା ନିଜ ପସନ୍ଦର ସଙ୍ଗୀତ ଲଗାଇକି ଶୁଣନ୍ତୁ। ଏହାଦ୍ୱାରା ମନକୁ ଖୁସି ମିଳିଥାଏ, ମନ ଭଲ ଲାଗିଥାଏ। ନେକ୍ସଟ, ସନ୍ଧ୍ୟା ହୋଇଯିବା ପରେ ଫଳ ସେବନ କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଥଣ୍ଡା ହୋଇଯାଇଥାଏ ଏବଂ ତା ସହିତ ଏସିଡ଼ିଟି ହେବାର ମଧ୍ୟ ଆଶଙ୍କା ରହିଥାଏ। ନେକ୍ସଟ, ପ୍ରତିଦିନ ଖାଦ୍ୟରେ ଅଲିଭ୍ ତେଲ ନିହାତି ଭାବରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ଶରୀରରେ ଚର୍ବି ଲାଗିନଥାଏ। ଦୁନିଆରେ ଏହା ହେଉଛି ଗୋଟିଏ ମାତ୍ର ତେଲ ଯାହାକୁ ସେବନ କଲେ ଶରୀରରେ ଚର୍ବି ଲାଗିନଥାଏ। ନେକ୍ସଟ, ପାଦ ଯଦି ଯନ୍ତ୍ରଣା ହେଉଥାଏ କିମ୍ବା ବିନ୍ଧା ହେଉଥାଏ, ତେବେ ପାଦରେ ଉଷୁମ ଉଷୁମ ସୋରିଷ ତେଲ ମାଲିସ କରନ୍ତୁ। ଏହାଦ୍ୱାରା ଯନ୍ତ୍ରଣା ଭଲ ହୋଇଯାଇଥାଏ। ନେକ୍ସଟ, ଦାନ୍ତ ଭାଙ୍ଗି ଯାଇଥିବା ଜାଗାରେ ବିଲାତିର ରସ ଲଗାଇବା ଦ୍ୱାରା ଦାନ୍ତ ଶୀଘ୍ର ବାହାରିଥାଏ। ବ୍ରଣ ଦାଗ ଦୂର କରିବା ପାଇଁ ପ୍ରତିଦିନ ଆଲୋଭେରା ଜେଲ୍ ଲଗାନ୍ତୁ। ଏହାଦ୍ୱାରା ଶୀଘ୍ର ବ୍ରଣ ଦାଗ ଦୂର ହୋଇଥାଏ। ନେକ୍ସଟ,
ଲୁହକୁ କେବେ ବି ଅଟକାଇ ରଖନ୍ତୁ ନାହିଁ। ଲୁହକୁ ଅଟକାଇବା ଦ୍ୱାରା ମୁଣ୍ଡ ବିନ୍ଧା ସହିତ ବ୍ଲଡ଼ ପ୍ରେସର ବି ବଢ଼ିଯାଇଥାଏ। ନେକ୍ସଟ, ଯଦି ଗର୍ଭବତୀ ମହିଳାମାନେ ଭାତରେ କ୍ଷୀର ଗୋଳାଇ ସେବନ କରନ୍ତି ତେବେ ଏହା ବହୁତ ଫାଇଦା ପ୍ରଦାନ କରିଥାଏ। 35 ବର୍ଷ ହୋଇଯିବା ପରେ ମଣିଷମାନଙ୍କର ହାଡ଼, ଦାନ୍ତ ଆଦି ଆସ୍ତେ ଆସ୍ତେ ଦୁର୍ବଳ ହେବାକୁ ଲାଗିଥାଏ। ସେଇଥିପାଇଁ 35 ବର୍ଷ ହୋଇଯିବା ପରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ନିହାତି ଭାବରେ ସେବନ କରନ୍ତୁ। ନେକ୍ସଟ, ପ୍ରତିଦିନ ଶାରୀରିକ ସମ୍ପର୍କ ରଖୁଥିବା ବ୍ୟକ୍ତିମାନେ ହିଷ୍ଟେରିଆ ସ୍ୱଭାବର ହୋଇଥାନ୍ତି। ଏପରି ବ୍ୟକ୍ତିଙ୍କର ମସ୍ତିଷ୍କ ଏବଂ ମନ ନିଜ ଆୟତ୍ତରେ ରହିନଥାଏ। ଏହିପରି ବ୍ୟକ୍ତି ମାନଙ୍କର ଭବିଷ୍ୟତରେ ମାନସିକ ଅସୁସ୍ଥତା ଦେଖାଯିବାର ଆଶଙ୍କା ଅଧିକ ରହିଥାଏ। ସେଇଥିପାଇଁ ସବୁ ମଣିଷ ନିଜ ମନକୁ ନିଜ ଆୟତ୍ତରେ ରଖିବା ଉଚିତ। ନେକ୍ସଟ, ଚେହେରାରେ ଟମାଟୋ ରସ ନିହାତି ଭାବରେ ଲଗାନ୍ତୁ। ଏହାଦ୍ୱାରା ଚେହେରା ପୁରା କୋମଳ ଆଉ ନରମ ହୋଇଯାଏ। ନେକ୍ସଟ, ଲିମ୍ବ ପତ୍ର ଏବଂ ହଳଦୀକୁ ବାଟିକି ଶରୀରରେ ଲଗାଇବା ଦ୍ୱାରା ଶରୀରରୁ ଚର୍ମ ରୋଗ ସବୁ ଭଲ ହୋଇଯାଇଥାଏ। ନେକ୍ସଟ, ଅଧିକ ଥଣ୍ଡା ପାଣି ପିଇବା ଦ୍ୱାରା କେଶ ଅଧିକ ଝଡ଼ିଥାଏ ଏବଂ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ପାଣି ସର୍ବଦା ନର୍ମାଲ ତାପମାତ୍ରାରେ ପିଇବା ଉଚିତ ଅଟେ। ନେକ୍ସଟ, ଅସଲି ମହୁକୁ ଫ୍ରିଜରେ ରଖିବା ପରେ ଏହା ବସିନଥାଏ ଏବଂ ତା ସହିତ ଅସଲି ମହୁରେ କେବେ ବି ମାଛି ବସିନଥାଏ। ଏଥିରୁ ଆପଣମାନେ ଜାଣିପାରିବେ କେଉଁଟି ଅସଲି ମହୁ ଏବଂ କେଉଁଟି ଅସଲି ମହୁ ନୁହେଁ। ଯଦି କେଶ ଝଡ଼ିକି ମୁଣ୍ଡ ଚନ୍ଦା ହେଉଯାଉଥାଏ ତେବେ ପ୍ରତିଦିନ ନିୟମିତ ରୂପରେ ଘର ତିଆରି ନଡ଼ିଆ ତେଲ ମୁଣ୍ଡରେ ମାଲିସ କରନ୍ତୁ ଏବଂ ତା ସହିତ କେଶରେ ଲିମ୍ବ ପତ୍ରର ପାଉଡର ଏବଂ ରିଠା ପାଉଡରକୁ ଦହି ସହିତ ମିଶାଇ ସପ୍ତାହରେ ଥରେ କେଶରେ ନିହାତି ଭାବରେ ଲଗାନ୍ତୁ। ଏହାଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ନେକ୍ସଟ, ଯଦି ପାଦରେ କଣ୍ଟା ଫୁଟିଯାଏ ତେବେ ତୁରନ୍ତ ସେହି ସ୍ଥାନରେ କିରୋସିନି ପକାଇ ଦିଅନ୍ତୁ। 2 ଟୋପା କିରୋସିନି ପକାଇଦେଲେ ଏହାଦ୍ୱାରା କଣ୍ଟା ଜଲ୍ଦି ବାହାରକୁ ଆପେ ଆପେ ବାହାରି ଆସିଥାଏ। ନେକ୍ସଟ, ସାଙ୍ଗମାନେ ଏପର୍ଯ୍ୟନ୍ତ ଯେଉଁମାନେ ଭିଡ଼ିଓଟି ଦେଖିଲେଣି, ଯଦି ଭିଡ଼ିଓଟି ଭଲ ଲାଗୁଥିବ ଲାଇକ୍ଟିଏ କରିଦେବେ। ଚାଉଳ ଫୁଟିବା ସମୟରେ ସେଥିରେ ଟିକେ ଲେମ୍ବୁ ରସ, ଟିକେ ତେଲ ପକାଇ ଦିଅନ୍ତୁ। ଏହାଦ୍ୱାରା ଭାତ ଗୋଟି ଗୋଟି ହୋଇଥାଏ ଏବଂ ତା ସହିତ ସେବନ କରିବା ପାଇଁ ମଧ୍ୟ ପାଟିକୁ ସୁସ୍ୱାଦୁ ଲାଗିଥାଏ। କଞ୍ଚା ଲଙ୍କା କାଟିବା ପରେ ଆପଣ ସାଙ୍ଗେ ସାଙ୍ଗେ ତେନ୍ତୁଳି ପାଣିରେ ହାତ ଧୋଇ ଦିଅନ୍ତୁ। ଏହାଦ୍ୱାରା ହାତ ଆଉ ଜଳାପୋଡ଼ା ହୋଇନଥାଏ। ନେକ୍ସଟ, ଯେଉଁ ଝିଅମାନଙ୍କର ଚେହେରା ତାଙ୍କ ପିତାଙ୍କ ଚେହେରା ସହିତ ମିଶି ଯାଇଥାଏ ସେହିପରି ଝିଅ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ନେକ୍ସଟ, ଯଦି ଆପଣ ଅଧିକ ଦିନ ପର୍ଯ୍ୟନ୍ତ ଫିଟ୍ ବା ଯବାନ ରହିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମଇଦା, ଲୁଣ ଏବଂ ଚିନି ଆଦିର ସେବନ ଅତି କମ୍ କରିଦିଅନ୍ତୁ। ଅତ୍ୟଧିକ ସେବନ କରିବେ ନାହିଁ। ନେକ୍ସଟ, ଯେଉଁ ପାତ୍ରରେ ଆପଣ ରୁଟି ରଖୁଛନ୍ତି ସେହି ପାତ୍ରରେ ଲବଙ୍ଗ ପକାଇ ଦିଅନ୍ତୁ। ଏହାଦ୍ୱାରା ରୁଟି ଅଧିକ ସମୟ ପର୍ଯ୍ୟନ୍ତ ଫ୍ରେଶ୍ ବା ତାଜା ରହିଥାଏ। ନେକ୍ସଟ, ଗର୍ଭବତୀ ଥିବା ସମୟରେ କମଳା, ବାଦାମ, ଗାଈ ଘିଅ, ଅଣ୍ଡା ଓ ସବୁଜ ପନିପରିବା ଆଦି ସେବନ ନିହାତି ଭାବରେ କରନ୍ତୁ ଏବଂ ତା ସହିତ ରାତି ସମୟରେ ଉଷୁମ କ୍ଷୀରରେ ଟିକେ ହଳଦୀ ପକାଇକି ସେବନ କରନ୍ତୁ। ଏହା ମା ଓ ଶିଶୁ ପାଇଁ ବହୁତ ଫାଇଦା ହୋଇଥାଏ ଏବଂ ତା ସହିତ ଭଲ ଆଉ ବଳିଷ୍ଠବାନ ଶିଶୁଟିଏ ହୋଇ ଜନ୍ମ ହୋଇଥାଏ। ନେକ୍ସଟ, ପାଣି ପିଇ ସାରିବା ପରେ ଟିକେ ଲେମ୍ବୁ ଚାଟିବା ଦ୍ୱାରା ପେଟରେ ଜମି ରହିଥିବା ଚର୍ବି ଆସ୍ତେ ଆସ୍ତେ କମିବାକୁ ଲାଗିଥାଏ। ଆଳୁକୁ ଚୋପା ସହିତ ସିଝାଇ ଦିଅନ୍ତୁ। ତାକୁ ପେଷ୍ଟ କରି ସେହି ପେଷ୍ଟରେ କାକୁଡ଼ି ରସ ଏବଂ ଅଳ୍ପ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ତାପରେ ଏହାକୁ ଚେହେରାରେ ଲଗେଇକି 30 ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ ଏବଂ ତାପରେ ଚେହେରାକୁ ନର୍ମାଲ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚେହେରାରେ ଝୁରିଆ ଏବଂ ସବୁ ପ୍ରକାର ଦାଗ ଦୂର ହୋଇଯାଇଥାଏ। ନେକ୍ସଟ, ଅଙ୍କୁରିତ ବା ଗଜା ହୋଇଥିବା ବୁଟ, ମୁଗ ଆଦିକୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ସେଥିରେ ଟିକେ ଲେମ୍ବୁ ରସ ମିଶାଇ ଦିଅନ୍ତୁ ଏବଂ ତାକୁ ଫ୍ରିଜରେ ରଖିଦିଅନ୍ତୁ। ଏହା କଲେ ଗଜା ହୋଇଥିବା ବୁଟ ବା ମୁଗ ଫ୍ରେଶ୍ ରହିଥାଏ। ନେକ୍ସଟ, ଭେଣ୍ଡିକୁ ଭାଜିବା ସମୟରେ ଯଦି ଭେଣ୍ଡିରେ ଟିକେ ଲେମ୍ବୁ ରସ ପକାଇ ଦିଅନ୍ତି ତେବେ ଭେଣ୍ଡି ଆଉ ଲାଗିନଥାଏ ଏବଂ ଭେଣ୍ଡି ଗୋଟି ଗୋଟି ହୋଇକି ଭାଜି ହୋଇଥାଏ। ନେକ୍ସଟ, ପିତ୍ତଳ ଓ ତମ୍ବା ବାସନକୁ ପିତାମ୍ବରୀ ପାଉଡରରେ ମାଜିବା ଦ୍ୱାରା
ବାସନ ପୁରା ଚକଚକ ହୋଇଯାଇଥାଏ, ସଫା ହୋଇଯାଇଥାଏ। ମନେ ରଖିଥାନ୍ତୁ, କେବେ ବି ନୀଳ ରଙ୍ଗର ଆଳୁ ସେବନ କରିବେ ନାହିଁ, ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣଙ୍କ ଚୁଟିରେ ଅଧିକ ରୁପି ହୋଇଯାଇଥାଏ ତେବେ ଆପଣ ଶିକାକାଇ ଏବଂ ଅଁଳା ପାଉଡର ମିଶାଇ ଲଗାନ୍ତୁ। ଏହାଦ୍ୱାରା ଚୁଟିରୁ ଶୀଘ୍ର ରୁପି ଦୂର ହୋଇଥାଏ ଏବଂ ଚୁଟି ଶୀଘ୍ର ବଢ଼ିଥାଏ। ପ୍ରତିଦିନ ସକାଳୁ ଖାଲି ପାଦରେ ସବୁଜ ଘାସ ଉପରେ ଚାଲନ୍ତୁ। ଏହାଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ। ଯେଉଁମାନଙ୍କୁ ଝାପ୍ସା ଦେଖାଯାଉଛି ସେମାନେ ନିହାତି ଭାବରେ ଏହାକୁ କରନ୍ତୁ। ଯଦି ଯବାନ ରହିବା ପାଇଁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ ସକାଳୁ ନିୟମିତ ରୂପରେ ଶାଗୁ ସେବନ କରନ୍ତୁ। ଏହା ମନୁଷ୍ୟକୁ ବହୁତ ଦିନ ପର୍ଯ୍ୟନ୍ତ ଯବାନ ରଖିବାରେ ସାହାଯ୍ୟ କରେ। ଯଦି ବିଛା କାମୁଡ଼ି ଦିଏ ତେବେ ଆପଣ ମେଥିକୁ ଟିକିଏ ଭାଜିକି ତାକୁ ଗୁଣ୍ଡ କରି ନଡ଼ିଆ ତେଲରେ ମିଶାଇକି ଲଗାଇବା ଦ୍ୱାରା ଚୁଟି କମ୍ ଝଡ଼ିଥାଏ। ନେକ୍ସଟ, ଶରୀରର ଥକାପଣ ଓ ଦୁର୍ବଳପଣ ଦୂର କରିବା ପାଇଁ କ୍ଷୀରରେ ଶାଗୁ ପକାଇ ଶାଗୁ କ୍ଷୀରି କରିକି ସେବନ କରନ୍ତୁ। ନେକ୍ସଟ, ଔଷଧ ସେବନ କରିସାରିବା ପରେ ତୁରନ୍ତ ଚା ସେବନ କରନ୍ତୁ ନାହିଁ, କାରଣ ଏହା ଲିଭରକୁ କମଜୋର କରିଦେଇଥାଏ ଏବଂ ଲିଭରକୁ ନଷ୍ଟ ମଧ୍ୟ କରିଦେଇଥାଏ। ନେକ୍ସଟ, ଯେଉଁମାନଙ୍କର ଇସନଫୁଲିଆ ଅଛି ସେମାନେ ନିୟମିତ ରୂପରେ ଭାତରେ ଗୁଆ ଘିଅ ପକାଇକି ସେବନ କରନ୍ତୁ। ଏହା ସହିତ ରସୁଣ ମଧ୍ୟ 2 କୋଲା ସେବନ କରନ୍ତୁ। ନେକ୍ସଟ, ମାସିକ ଋତୁସ୍ରାବ ସମୟରେ ଅଧିକ ମିଠା ଏବଂ ଖଟା ଜାତୀୟ ଦ୍ରବ୍ୟ ସେବନ କରିବାରୁ ଦୂରେଇ ରୁହନ୍ତୁ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଭଜା, ତରକାରୀ ଆଦିରେ ଶୁଖିଲା ଲଙ୍କା ଗୁଣ୍ଡ ବ୍ୟବହାର କରିବା ବଦଳରେ ଗୋଲମରିଚ ଗୁଣ୍ଡର ବ୍ୟବହାର କରନ୍ତୁ। ଏହା ଶରୀର ପାଇଁ ବହୁତ ଫାଇଦା ହୋଇଥାଏ ଏବଂ ହଜମ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ନେକ୍ସଟ, ଯଦି ଆପଣଙ୍କ ପେଟରେ ଷ୍ଟୋନ୍ ହୋଇଥାଏ ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଟିକିଏ ଗୁଡ଼ ନେଇକି ଉଷୁମ ପାଣି ସହିତ ସେବନ କରିବା ଦ୍ୱାରା ପେଟରୁ ଷ୍ଟୋନ୍ ବାହାରି ଯାଇଥାଏ। ନେକ୍ସଟ, ବେଲପତ୍ରକୁ ପାଣି ସହିତ ମିଶାଇ ଫୁଟାନ୍ତୁ। ଏହି ଫୁଟିଥିବା ପାଣିକୁ ଥଣ୍ଡା କରି ଏହାକୁ ମହୁ ସହିତ ମିଶାଇ ଦିନରେ 2ରୁ 3 ଥର ସେବନ କରିବା ଦ୍ୱାରା ଟାଇଫଏଡ଼୍ ଜ୍ୱର ଭଲ ହୋଇଥାଏ। ନେକ୍ସଟ, ଆଜି କଟାଯାଇଥିବା ପିଆଜକୁ ରଖିକି ତା ପରଦିନ ସେବନ କରିବା ଉଚିତ ନୁହେଁ। ଏହା ପେଟରେ ବହୁତ ପ୍ରକାରର ରୋଗ ତିଆରି କରିଥାଏ ବା ବିମାର ତିଆରି କରିଥାଏ। ନେକ୍ସଟ, ଯଦି ଆପଣ ସକାଳୁ ଖାଲି ପେଟରେ 2ରୁ 4ଟି ଲିମ୍ବ ପତ୍ର ସେବନ କରନ୍ତି ତେବେ ଆପଣଙ୍କୁ କେବେ ବି ଡାଇବେଟିସ୍ ହେବ ନାହିଁ। ଯଦି ଆପଣଙ୍କୁ ଅଧିକ ନିଦ ଆସୁଥାଏ ତେବେ ଆପଣ ଗାଈ କ୍ଷୀରରେ ଛୋଟ ଅଳେଇଚ ଓ ଗୁଜୁରାତି ପକାଇକି ସେବନ କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିଥିବାରୁ ହୃଦୟରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ନୂଆ ନୂଆ ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଶୁଭ ମୋଟିଭେସନାଲ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯେଉଁମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ନିହାତି ଭାବରେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କୁ ଗୋଟିଏ ସେୟାର କରନ୍ତୁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିଦିଅନ୍ତୁ। ଏମିତି ନୂଆ ନୂଆ ଶିକ୍ଷଣୀୟ ଭିଡ଼ିଓ ନେଇକି ବହୁତ ଜଲ୍ଦି ଆସିବି। ଜୟ ଜଗନ୍ନାଥ, ଧନ୍ୟବାଦ।